ମନ ଭିତରେ କେତେ କ'ଣ ଦୁଃଖକୁ ଚାପି ଧରିଥିବ ଭକ୍ତଟି। ଘରୁ ବି ସ୍ଥିର କରିଥିବ, ଆଜି ଯେତେବେଳେ ଯିବି ନା ଖାଲି ହାତରେ ଫେରିବିନି ମ, ତାକୁ ବି ଛାଡ଼ିବିନି ଆଜି, ତାକୁ ସବୁ କହିବି, ଗୋଟି ଗୋଟି କଥାର ହିସାବ ବି ନେବି। ହଁ, ଏଇଟା କେବଳ ଭକ୍ତ ହିଁ ଦାବି କରେ, କାହିଁକି ନା ତା ଭଗବାନଙ୍କୁ ସେ ବହୁତ ଭଲ ପାଏ ଆଉ ତାଙ୍କ ପାଖରେ ଅଳି କରିବାର ଅଧିକାର ବି ତା ପାଖରେ ଅଛି। କିନ୍ତୁ କାହିଁକି କେଜାଣି ସେ ବଡ଼ ଦାଣ୍ଡରେ ପହଞ୍ଚିଗଲା ପରେ ପତିତପାବନ ବାନାକୁ ଚାହିଁ ଅଧା ଦୁଃଖ ଭୁଲିଯାଏ। ପୁଣି ଭକ୍ତ ମେଳରେ ଚକାଚକା ଆଖିକୁ ଦେଖିଲା ପରେ ବାକିତକ ଦୁଃଖ କହିବ ବା କ'ଣ? ମହାପ୍ରଭୁଙ୍କୁ କହି ପଚାରିବ ସେ, ମଣିମା କେମିତି ଅଛ? ହଁ, ଏଇ ଭାବ କେବଳ ଜଣେ ଭକ୍ତ ପାଖରେ ହିଁ ଦେଖାଦିଏ। ସତ କଥା କହିବାକୁ ଗଲେ ସେ ତା ଜୀବନଠାରୁ ବି ଭଗବାନଙ୍କୁ ବହୁତ ଭଲ ପାଏ, କିନ୍ତୁ ମନ ଭିତରେ କୋଉଠି ନା କୋଉଠି ଟିକେ ଲୋଭ ରହିଯାଇଥାଏ। ମଣିମା ମହାପ୍ରଭୁ ଦୁଃଖ କଷ୍ଟ ଦିଅ ପଛେ, କିଛି ମୋର ମନ ନାହିଁ। ହୁଏତ ମୋ କର୍ମର ଫଳ ଇଏ କିମ୍ବା ପ୍ରାରବ୍ଧର ଫଳ, କିନ୍ତୁ ତୁମେ ମୋ ସାଥିରେ ଥାଅ। ଜାଣିଛ ମହାପ୍ରଭୁ, ତମେ ଯଦି ମୋ ସାଥିରେ ଥିବ ନା, ସବୁ ଦୁଃଖ ମୋର ସୁଖରେ ପରିଣତ ହୋଇଯିବ। ହଁ, ଏଇ ଧୈର୍ଯ୍ୟ କେବଳ ଭକ୍ତ ପାଖରେ ହିଁ ଥାଏ। ହଁ, ସେମିତି ଜଣେ ଭକ୍ତ କେଦାର ବାବୁ, ଯିଏକି ସବୁକିଛି ହରାଇ ସର୍ବଶାନ୍ତ ହେଇଛନ୍ତି କୌଣସି ଏକ ଦୁର୍ଘଟଣାରେ, ତଥାପି ମନେ ମନେ ବହୁତ ଭଲ ପାଇ ବସିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ। ତାଙ୍କର ପରମ ଭକ୍ତ ସିଏ। ଏତେ ଦୁଃଖରେ ରହିଲା ପରେ ବି ଲୋକଟା କେବେ କିଛି ଅଳି କରି ବସିନି। କାହିଁକି କେଜାଣି ଆଜି ଭାରି ଇଚ୍ଛା ହେଉଛି ମଣିମାଙ୍କୁ କିଛି କହିବି, କାହିଁକି ନା ଭାରି ଏକା ଏକା ଲାଗୁଛି। କେତେ ଆଉ ସହିବ ଏ ଅବୁଝା ମନଟା? ଯେତେ ବୁଝେଇଲେ ବି ବୁଝୁନି ମଣିମା। ଆଖିରୁ ଲୁହ ବି ଶୁଖୁନି ଆଉ ମନ ଭିତରେ କୋହ ବି ଉଙ୍କି ମାରୁଛି। ମନ ଭିତରେ ସବୁକିଛି କଥାର ହିସାବ ନିକାଶ କରିବା ପାଇଁ ଧରିକି ଆସି ପହଞ୍ଚିଗଲେ ବଡ଼ ଦାଣ୍ଡରେ ବସ୍ ଯୋଗେ। ଆଉ ବସ୍ଷ୍ଟାଣ୍ଡ ପାଖରୁ ଚାଲି ଚାଲି ଯାଉଥାନ୍ତି ଶ୍ରୀମନ୍ଦିର ଅଭିମୁଖେ। ବାଟରେ କୋଉଠୁ କେଜାଣି ପିଲାଟିଏ ଦେଖାହେଲା। ଇଏ ବି ମନରେ ଗୁଣୁଗୁଣୁ ହେଇ ଯାଉଥାନ୍ତି, ଆଜି ସବୁ କହିଦେବି, ଦେଖିବି ତା ସିଂହଦ୍ୱାର ଆଗରେ କେତେ ରୁଣ୍ଡ ହୋଇଥିବ, କେତେ କେତେ ଭକ୍ତଙ୍କର କଥା ଶୁଣୁଥିବ, ମୋ କଥା ବୁଝିବନି। ମନ ଭିତରେ ଚେନାଏ ଆଶା ଧରି ଆସିଛନ୍ତି କେଦାର ବାବୁ। ପିଲାଟା ବାବୁଙ୍କର ହାତକୁ ଧରି ନେଲା ଆଉ କହିଲା, ବାବୁ କାହା ଉପରେ ଅଭିମାନ କରିଛ ମ? କାହା ଉପରେ ଅଭିମାନ କରିବି? ସେ କାଳିଆ ଉପରେ, ଯିଏ ମୋତେ ସର୍ବଶାନ୍ତ କରିଦେଇଛି। ଆଜି ଭାରି ଏକା ଏକା ମୋତେ ଲାଗୁଛି। କିଏ କହିଲା ମ ତମେ ଏକା? ତମେ ଯାହା ପାଖକୁ ଆସିଛ ନା, ମୋ ମନ କହୁଛି ସିଏ ବି ତମ ସାଙ୍ଗରେ ଅଛି। ସାଙ୍ଗରେ ଥିଲେ କ'ଣ କେବେ ଦେଖା ଦିଅନ୍ତାନି? ମୋ ପାଖକୁ ଆସନ୍ତାନି? ମୋ ସହିତ କ'ଣ ଦୁଇ ପଦ କଥା କୁହନ୍ତାନି? କାହିଁ ଅଭିମାନ କରିଛି ସେ ମୋ ଉପରେ? ହଁ, ବେଳେବେଳେ ମନ ହେଲେ ତାକୁ ଗାଳି ଦିଏ, ତା ଉପରେ ଅଭିମାନ କରିବ ସେ, ତା ମୁହଁକୁ ଟିକେ ଚାହେଁନି। ସେଇଥିପାଇଁ ରାଗିଛି ନା? ମୁଁ ତ ଭକ୍ତଟାଏ, ରକ୍ତ ହାଡ଼ ମାଂସର ଶରୀରଟାଏ, ମୋତେ ଦୁଃଖ ଲାଗିବନି କହୁନୁ? ସମସ୍ତେ ଚାଲି ଯାଇଛନ୍ତି, ଦୁନିଆରେ ମୁଁ ଏକା। ପିଲାଟି ପୁଣି ହସି ଦେଇ କହୁଥାଏ, ସେମିତି ଜମା ବି ଭାବନି। ସିଏ ତୁମ ସାଥିରେ ଅଛି ବୋଲି ସେ ତୁମ ମନ ଭିତରେ କୋଉଠି ନା କୋଉଠି ଘର କରିଛି। ତମେ ତାକୁ ବହୁତ ଭଲ ପାଉଛ, ଆଉ ଜାଣିଛ କେବଳ ସେଇ ଭାବ ନେଇ ତମେ ଆଜି ଶ୍ରୀକ୍ଷେତ୍ର ଆସିଛ। ମୋତେ ଆଉ ଏମିତି କଥା କହି ଭୁଲାନ୍ତୁନି। ମୁଁ ତାକୁ ବହୁତ ଅପେକ୍ଷା କରିଛି, ଆଉ ତା ପାଇଁ କେତେ ରାତି ଅନିଦ୍ରା ହେଇଛି। କେବେ ବି ସିଏ ମୋ ପାଖକୁ ଆସିନି, ମନ ବୁଝିଲାନି, ସେଇଥିପାଇଁ ଚାଲି ଆସିଛି। ହେଲେ ତମେ କିଏ? ତମକୁ ତ ଆଗରୁ କେବେ ମୁଁ ଦେଖିନି ନା ଜାଣିନି। ମୋର ବି ସେମିତି କିଛି ଘର ଦ୍ୱାର ନାହିଁ। ଯିଏ ମୋତେ ଶ୍ରଦ୍ଧାରେ ଯୋଉଠି ଡାକିଲା ତା ପାଖକୁ ଚାଲିଯାଏ, ଆଉ ଶ୍ରଦ୍ଧାରେ ଯିଏ ଯାହା ଖାଇବାକୁ ଦେଲା ତାକୁ ବି ଖାଇନିଏ। ସେମିତି ମୋର କିଛି ନାହିଁ। ଆରେ ଭାଇ, କେମିତିକା ଯାଯାବର ଜୀବନ ଯିବୁ ତମ? ନାଇଁ ମୁଁ ଯାଯାବର କ'ଣ, ସମସ୍ତେ ମୋର ନିଜର। ସତରେ ତମ ପରିକା ହୃଦୟବାନ ବ୍ୟକ୍ତି ଯଦି ସିଏ ହୋଇଥାନ୍ତା ନା, ମୋତେ କେବେଠାରୁ ତା ପାଖକୁ ଟାଣି ନିଅନ୍ତାଣି। ଆଉ ଇଚ୍ଛା ନାହିଁ ବଞ୍ଚିବାକୁ। ସେମିତି ଜମା ବି କୁହନି। ପ୍ରତ୍ୟେକଟି ମଣିଷ ବଞ୍ଚିବାର କୌଣସି ନା କୌଣସି କାରଣ ଅଛି। କିଏ ଜାଣିଲା କାହା ଦ୍ୱାରା କୌଣସି ଗୋଟିଏ ଭଲ କାମ ସିଦ୍ଧ ହେବାର ଅଛି। ସତରେ ତମେ କେତେ ଭଲ। କଥାବାର୍ତ୍ତା ହୋଇକି ଦୁଇ ଜଣ ଯାକ ଚାଲି ଆସିଲେଣି ସିଂହଦ୍ୱାର ସାମ୍ନାକୁ। ବାବୁ ଏଥର କହୁଥାନ୍ତି, ତମେ ଏଥର କୁଆଡ଼େ ଯିବ? କୁଆଡ଼େ ଆଉ ଯିବି? ଯଦି କହିବ ତମ ସାଙ୍ଗରେ ଯିବି। ଏତେ ବାଟରୁ ଯେହେତୁ ଆସିଲେଣି, ଏବେ ପର କରିଦେଉଛ? ନାଇଁ ମୋ ଭାଇ, ଭାବିଲି ତମର କେଉଁଠି କାମ ଥିବ। କାମ ତମର ସବୁବେଳେ ଅଛି। କହିବ ଯଦି ଆଜି ଦିନଟା ତମ ସାଙ୍ଗରେ ରହିବି। ହଉ ଠିକ୍ ଅଛି, ମୋ ସହିତ ଚାଲ, ମହାପ୍ରଭୁଙ୍କୁ ଦର୍ଶନ କରିବା, ଅବଢ଼ା ହାଟରେ ମିଶିକି ଅବଢ଼ା ଖାଇବା। ତାପରେ ତମ ବାଟରେ ଚାଲିଯିବ, ମୁଁ ବାଟରେ ଚାଲିଯିବି।
ଆଚ୍ଛା, ଏଇ କଥା ତ, ଠିକ୍ ଅଛି, ଚାଲ। ଦୁଇ ଜଣଙ୍କ ହସ ହସ ମୁହଁରେ ସିଂହଦ୍ୱାରରେ ପ୍ରବେଶ କଲେ। ଯେତେବେଳେ ଯାଏ ମହାପ୍ରଭୁଙ୍କର ସାମ୍ନାରେ ଛିଡ଼ା ହୋଇଛନ୍ତି ସେଇ ଭକ୍ତମାନଙ୍କ ଠେଲା ପେଲାରେ, ବାବୁ ସବୁକିଛି ଭୁଲି ଯାଇଥିଲେ। କାରଣ ପିଲାଟି ପୂର୍ବରୁ ଏତେ ସବୁ କଥା କହି ବାବୁଙ୍କର ମନକୁ ଭୁଲେଇ ଦେଇଥିଲା। ବାବୁ ଯେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିଛନ୍ତି, ତାଙ୍କର ସେ ଚକାଚକା ଆଖି ଉପରେ ଲକ୍ଷ୍ୟ ପଡ଼ିଛି। କଥା ବା କ'ଣ କହିବେ, ତାଙ୍କୁ ଯେମିତି ଲାଗିଲା ମହାପ୍ରଭୁ ଜଗନ୍ନାଥଙ୍କର ନାଲି ଓଠଟା ତାଙ୍କୁ ଚାହିଁ ଖିଲି ଖିଲି ହୋଇ ହସୁଛି। ମନ ଭିତରୁ ସବୁକିଛି ଭୁଲି ଯାଇଥିଲେ। ସେ ପୁଣି କହି ଉଠିଲେ, ହଁ ମହାପ୍ରଭୁ, ମୋତେ ଚାହିଁକି ତମେ ସେମିତି ହସୁଥାଅ। ଆଉ ତମର ସେ ହସ ହସ ମୁହଁଟା ନା ମୋତେ ଭାରି ଭଲ ଲାଗୁଛି ଦେଖିବାକୁ। ଶାନ୍ତେ ଏମିତି ହସୁଥାଅ। ଲୋକଟାର ଏମିତିକା କଥା ଶୁଣି ପାଖରେ ଥିବା ଭକ୍ତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଆରେ ଏ କ'ଣ, ଆଖିରେ ଆଖିଏ ଲୁହ, ମନ ଭିତରେ କୋହ, ପୁଣି ମହାପ୍ରଭୁଙ୍କୁ ଏମିତିକା କଥାଟିଏ କହୁଛି ଭକ୍ତ। ସତରେ ଆଶ୍ଚର୍ଯ୍ୟ ଲାଗୁନି? ଲାଗୁଛି ଭକ୍ତଟା ବହୁତ ଦୁଃଖରେ ଅଛି, ତଥାପି କିଛି ବି ଖୋଲିକି କହୁନି। ଏତକ କେବଳ ମହାପ୍ରଭୁଙ୍କ କରୁଣାରୁ। ବାବୁ ପୁଣି ଦେଖାଇ ଦେଉଥାନ୍ତି, ଏ ଦେଖୁଛୁ ତ ମୋ କାଳିଆ କେମିତି ହସୁଛି, ଆଉ ପାଖରେ ଭାଇ ଭଉଣୀ। ସତରେ କେଡ଼େ ସରଳ ସିଏ। ପିଲାଟି ପୁଣି ହସି ଦେଇ କହୁଥାଏ, ହଁ ବା, ସେ ଆଜନ୍ମ ସେମିତିକା, ଭାରି ସରଳ, ଭାରି ନିଷ୍କପଟ ସିଏ। କାହିଁକି କେଜାଣି ଲୋକ ତାକୁ ଏମିତିକା ନାଁ ଦେଇଥାନ୍ତି, ଛଳିଆ, କପଟିଆ, ଦଗାଦିଆ। କାହିଁକି ନା ଆମ ଲୋକମାନଙ୍କର ଭ୍ରମ ସିଏ। ଦେଖୁନ, ତାଙ୍କୁ ଦେଖିଦେଲା ପରେ ମୋତେ କେତେ ଆନନ୍ଦ ଲାଗୁଛି। ମୋର ଆଉ କିଛି ବି ଦରକାର ନାହିଁ। ବୋଧହୁଏ ଲୋକମାନଙ୍କର ସେସବୁ ଦରକାର ଥାଏ। ଆଉ ଜାଣିଛୁ, ମୁଁ ଯେବେ ବି ଶ୍ରୀକ୍ଷେତ୍ର ଆସେ ମୋତେ ଲାଗେ ଏ ଦିଅ ମୋର ଚକାଚକା ଆଖିରେ ବିଶ୍ୱ ବ୍ରହ୍ମାଣ୍ଡକୁ ଚାହିଁ ରହିଛି। ଆମେ ଯାହା ବି କହୁଛୁ ସବୁକିଛି ଶୁଣୁଛି ସିଏ, ଆଉ ତାର ବାହୁକୁ ମେଲେଇ ଡାକୁଛି ଆମକୁ, ଆସ ମୋ ଛାତିରେ ଟିକେ ଲାଗିଯାଅ। କହିଲୁ, ଏମିତିକା ଦିଅ ଆଉ କେଉଁଠି ଅଛି? ପିଲାଟା ଯେତେବେଳେ ଏତକ ଶୁଣିଛି ସେ ଏବେ ଟିକେ ମୁରୁକି ହସୁଥାଏ। ଲୋକମାନେ କିନ୍ତୁ ଭାବୁଥାନ୍ତି, ଇଏ ବୋଧେ ପାଗଳ ହେଇଯାଇଛି, ପାଖରେ ତ କେହି ନାହାନ୍ତି, କାହାକୁ ଅନେଇ ହସୁଛି, କାହା ସହିତ କଥା ହେଉଛି? ଭକ୍ତ କଥା ଭକ୍ତ ଜାଣେ, ଭଗବାନ ବି ଜାଣନ୍ତି। ଲୋକଙ୍କର କଥାରେ କିଛି ବି ଫରକ ପଡ଼ିଲାନି ସେଦିନ ବାବୁଙ୍କୁ। ବାବୁ ସେମିତି ମହାପ୍ରଭୁଙ୍କୁ ଦର୍ଶନ କରି ଚାଲି ଆସିଥିଲେ ଅବଢ଼ା ହାଟକୁ। ଆଉ ମନେ ମନେ ସ୍ଥିର କରିସାରିଥିଲେ, ପିଲାଟାକୁ ଆଜି ମୁଁ ବି ଦେବି ଖାଇବାକୁ ମୋରି ପଇସାରେ। ହାତ ଧରି ଭିଡ଼ି ନେଲେ ଅବଢ଼ା ହାଟକୁ। ସାଙ୍ଗ ହୋଇ ଦୁଇଟା ଥାଳିରେ ଅବଢ଼ା ବି ଆଣିଲେ। ଯେତେବେଳେ ଭାଇ ଜଣକ ଦିଅନ୍ତି, ସେ ପୁଣି କହୁଥାନ୍ତି, ଆଉ ଗୋଟିଏ ପୁଣି କାହା ପାଇଁ? କ'ଣ ମ, ତମକୁ କ'ଣ ଦୁଶୁନି ମୋ ସାଙ୍ଗରେ ସେ ପିଲାଟି ଅଛି? ଭାଇ ଜଣକ କିଛି ବି ବୁଝିଲେନି, ତାଙ୍କର ତ ବେପାର କଥା, ସେ ବି ଦେଇଦେଲେ। ଯାହା ବି ହଉ, ସାଙ୍ଗ ହୋଇ ଦୁଇ ଜଣ ଅବଢ଼ା ଖାଇଲେ। ପୁଣି ଗପସପ ହେଇ ଫେରୁଥାନ୍ତି ଘରକୁ। ଏଠି ପୁଣି କହୁଥାଏ, କ'ଣ କହିଲେ ତାଙ୍କୁ? ନାଇଁ ମ, ସେମିତି କିଛି ବି କହିଲିନି। ଦେଖିଦେଲେ ଭାରି ଆନନ୍ଦ ଲାଗିଲା, ଭାରି ଖୁସି ଲାଗିଲା, ଆଖିରୁ ଲୁହ ବି ଝରିଗଲା। ସତ କଥା ତମେ କହୁଥିଲ, ମୋ ମନ ଭିତରେ କେଉଁଠି ନା କେଉଁଠି ସେ ଘର କରି ଅଛନ୍ତି। ସେଇଥିପାଇଁ ବୋଧହୁଏ କିଛି କହିପାରିଲିନି। କଥା ଦେଇଛି ପୁଣି କେବେ ଆସିବି। ଆଚ୍ଛା, ତମର କ'ଣ କିଛି କାମ ନାହିଁ? ତମେ କୁଆଡ଼େ ଆସିଥିଲ? ସେମିତି କିଛି କାମ ନାହିଁ ମୋର, ତମ ବାଟରେ ଦେଖାହେଲ, ତମ ସହିତ ଚାଲି ଆସିଲି। ଏବେ ଯିବ କୁଆଡ଼େ? କହିବ ଯଦି ତମ ସହିତ ଘରକୁ ବି ଚାଲିଯିବି। ପିଲାଟିର କଥା ଶୁଣି ବାବୁ କିଛି ବି କହିପାରିନଥାନ୍ତି। ପିଲାଟି ପୁଣି କହିଲା, ମୁଁ ତୁମକୁ କଥା ଦେଉଛି, ତମେ ଯେବେ ବି ଶ୍ରୀକ୍ଷେତ୍ର ଆସିବ ତୁମର ମୋର ଦେଖାହେବ। ମୋ ଠିକଣାଟା ତୁମେ ରଖିଥାଅ, ମୁଁ ଏବେ ଆସୁଛି। ଏତକ କହି ପିଲାଟି ସେଉଠୁ କୁଆଡ଼େ ଚାଲିଗଲା। ଆଉ ବାବୁ ବସ୍ରେ ବି ବସିଲେ ନିଜ ଘରକୁ ଆସିବା ପାଇଁ। କିନ୍ତୁ ବସ୍ରେ ବସିକି ତାଙ୍କର ମନେ ପଡ଼ିଲା, ପିଲାଟା ଠିକଣାଟା ଦେଇଛି, ନା ତାର ନାଁ କହିଛି, ନା ତାର ଘର କେଉଁଠି କହିଛି। ଦେଖିବା, ଖୋଲିକି ପଢ଼ିବା। ଭକ୍ତ ମନ ତ ଅଥୟ ହେଲା ସେଦିନ। ଯେତେବେଳେ ଖୋଲିକି ପଢ଼ନ୍ତି, ସେ କାଗଜଟିରେ ଆଉ କିଛି ବି ଲେଖା ନଥିଲା, କେବଳ ଲେଖା ହୋଇଥିଲା ଶ୍ରୀ ଜଗନ୍ନାଥ। ବାବୁ ଏଥର ସବୁ ବୁଝିପାରିଥିଲେ। ସତରେ ପଣ୍ଡା ପଢ଼ିଆରୀମାନେ ମୋତେ ଚାହିଁକି ଏମିତି ହସୁଥିଲେ କାହିଁକି? ମୋତେ ଏମିତି ବଲ ବଲ ହୋଇ ଚାହିଁଥିଲେ କାହିଁକି? କିଛି ଲୋକମାନେ ମୋତେ ପାଗଳ ବୋଲି କହିଥିଲେ। ସତରେ କ'ଣ ମହାପ୍ରଭୁ କାଳିଆ ଶାନ୍ତ ମୋ ସାଙ୍ଗରେ ଯାଇଥିଲେ, ଆଉ ଏତେ ସମୟ ପର୍ଯ୍ୟନ୍ତ ମୋରି ସାଙ୍ଗରେ ଥିଲେ? ଆଖିରୁ ଲୁହ ଚାଲି ଆସିଲା ସେଦିନ। ହାତରେ ଠିକଣାଟା ପାଇକି କିଏ ବା ନ କାନ୍ଦିବ, ଯେହେତୁ ମହାପ୍ରଭୁ କାଳିଆ ଶାନ୍ତ ନିଜେ ତାଙ୍କର ଠିକଣା ଦେଇଛନ୍ତି।
ଆଉ କଥା ବି ଦେଇଛନ୍ତି ଯେବେ ବି ଶ୍ରୀକ୍ଷେତ୍ର ଆସିବି ତାଙ୍କୁ ମୁଁ ଦର୍ଶନ କରିବି। ହଁ, ସତ ତ କହିଛନ୍ତି ନା। ପିଲାଟିର କଥା ଶୁଣି ବାବୁ କିଛି ବି କହିପାରିନଥାନ୍ତି। ପିଲାଟି ପୁଣି କହିଲା, ମୁଁ ତୁମକୁ କଥା ଦେଉଛି, ତମର ଯେବେ ବି ଶ୍ରୀକ୍ଷେତ୍ର ଆସିବ ତୁମର ମୋର ଦେଖାହେବ। ମୋ ଠିକଣାଟା ତୁମେ ରଖିଥାଅ, ମୁଁ ଏବେ ଆସୁଛି। ଏତକ କହି ପିଲାଟି ସେଉଠୁ କୁଆଡ଼େ ଚାଲିଗଲା। ଆଉ ବାବୁ ବସ୍ରେ ବି ବସିଲେ ନିଜ ଘରକୁ ଆସିବା ପାଇଁ। କିନ୍ତୁ ବସ୍ରେ ବସିକି ତାଙ୍କର ମନେ ପଡ଼ିଲା ପିଲାଟା ଠିକଣାଟା ଦେଇଛି, ନା ତାର ନାଁ କହିଛି ନା ତାର ଘର କେଉଁଠି କହିଛି। ଦେଖିବା, ଖୋଲିକି ପଢ଼ିବା। ଭକ୍ତ ମନ ତ ଅଥୟ ହେଲା ସେଦିନ। ଯେତେବେଳେ ଖୋଲିକି ପଢ଼ନ୍ତି ସେ କାଗଜଟିରେ ଆଉ କିଛି ବି ଲେଖା ନଥିଲା, କେବଳ ଲେଖା ହୋଇଥିଲା ଶ୍ରୀ ଜଗନ୍ନାଥ। ବାବୁ ଏଥର ସବୁ ବୁଝିପାରିଥିଲେ। ସତରେ ପଣ୍ଡା ପଢ଼ିଆରୀମାନେ ମୋତେ ଚାହିଁକି ଏମିତି ହସୁଥିଲେ କାହିଁକି? ମୋତେ ଏମିତି ବଲ ବଲ ହୋଇ ଚାହିଁଥିଲେ କାହିଁକି? କିଛି ଲୋକମାନେ ମୋତେ ପାଗଳ ବୋଲି କହିଥିଲେ। ସତରେ କ'ଣ ମହାପ୍ରଭୁ କାଳିଆ ଶାନ୍ତ ମୋ ସାଙ୍ଗରେ ଯାଇଥିଲେ? ଆଉ ଏତେ ସମୟ ପର୍ଯ୍ୟନ୍ତ ମୋରି ସାଙ୍ଗରେ ଥିଲେ? ଆଖିରୁ ଲୁହ ଚାଲି ଆସିଲା ସେଦିନ। ହାତରେ ଠିକଣାଟା ପାଇକି କିଏ ବା ନ କାନ୍ଦିବ? ଯେହେତୁ ମହାପ୍ରଭୁ କାଳିଆ ଶାନ୍ତ ନିଜେ ତାଙ୍କର ଠିକଣା ଦେଇଛନ୍ତି, ଆଉ କହିବି ଆଉ କଥା ବି ଦେଇଛନ୍ତି, ଯେବେ ବି ଶ୍ରୀକ୍ଷେତ୍ର ଆସିବି ତାଙ୍କୁ ମୁଁ ଦର୍ଶନ କରିବି। ହଁ, ସତ ତ କହିଛନ୍ତି ନା। ଯଦି କାଠର ଦିଅ ହୁଏ ମୋ ସହିତ ବଡ଼ଦାଣ୍ଡ ଚାଲିପାରିଲେ ମୁଁ ତାଙ୍କ ପାଇଁ କିଛି କରିପାରିବିନି? ଶାନ୍ତେ କଥା ଦେଉଛି, ଯେତିକି ଦିନ ବଞ୍ଚିଥିବି ହସ ଖୁସିରେ ବଞ୍ଚିବି। କେବେ ବି ନିଜକୁ ଏକୁଟିଆ ଭାବିବିନି। ସଦାସର୍ବଦା ତୁମେ ମୋ ସାଥିରେ ଅଛ, ତୁମେ ମୋ ପାଖରେ ଅଛ। ଯଦି ଦରକାର ପଡ଼େ ତୁମ ପାଇଁ ଲୋକମାନେ ମୋତେ ପାଗଳ କହିଲେ ସହିବି, ମୋତେ ଅଜଣା ଅଶୁଣା ମଣିଷ କହିଲେ ମୁଁ ସହିବି। କିଛି ବି ଦରକାର ନାହିଁ, କେବଳ ତୁମେ ଦରକାର ଶାନ୍ତେ। ସତରେ ଭକ୍ତ ଜଣଙ୍କର ସେ ବସ୍ ଭିତରେ ଏମିତିକା ଭାବ ଦେଖି ସମସ୍ତେ ଭାବ ବିହଳିତ ହୋଇଯାଇଥିଲେ। ସମସ୍ତେ ହାତ ଯୋଡ଼ି ଦେଇ ଜୟ ଜଗନ୍ନାଥ କହି ନାରା ଲଗାଇଥିଲେ ସେଦିନ। ସତରେ ଭକ୍ତର ମନ ହିଁ ଏମିତିକା। ଆଉ ଭଗବାନ ସେ ବି ସଦାସର୍ବଦା ଭକ୍ତର ପାଖେ ପାଖେ ଥାନ୍ତି। ଭକ୍ତକୁ ଯେବେ ବି ଅସୁବିଧା ପଡ଼ୁ ସେ କୌଣସି ନା କୌଣସି ରୂପରେ ଆସି ତାଙ୍କୁ ଦର୍ଶନ ଦିଅନ୍ତି, ତାଙ୍କୁ ସାହାଯ୍ୟ କରନ୍ତି, ଆଉ ତାଙ୍କ ସାଥିରେ ରୁହନ୍ତି। ନମସ୍କାର। ଛୋଟ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁ କାଳିଆ ଶାନ୍ତଙ୍କ କୃପାରୁ ସମସ୍ତେ ଭଲରେ ଥାନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ। ଜୟ ଶ୍ରୀ ଜଗନ୍ନାଥ।